କିଣିଦେଲେ ସେମାନଙ୍କ କ୍ଷମତା ଅଛି ସେ ମାରଣା ରକ୍ତ ଧରିଲେ ଆମ ପାଖରେ ଧର୍ମ ଅଛି ଆମ ପାଖରେ ଚାଲିଛି ଜାଣିଛ ଆମର ଏମିତି ପ୍ରମାଣ ଅଛି ଯେ ବାପ ଅଧିକାର ହାତରେ କିଣିଦେବା ସୁନିଶ୍ଚିତ ଆଉ କିଏ ପ୍ରମାଣ ଚାକିରି ଅଭାବ କରିଦେଲା ରିପୋର୍ଟ କଥା ତାଙ୍କ ସପକ୍ଷରେ ଆଉ କିଏ ପ୍ରମାଣ ଦବ ଭଲ ପାଇଥିବା ମାନେ ଯେ ପ୍ରେମିକ ପ୍ରେମିକା ସମସ୍ତଙ୍କୁ ନେଇକି ନାଟକଟି ହେଇଛି କିନ୍ତୁ ନାଟକଟି ବହୁତ ଉଚ୍ଚକୋଟୀର ହେଇଛି ସେ ନାଟକଟି ଦେଖିଲା ପରେ ଆପଣ ମାନେ ଜାଣିବେ ନାଟକରେ ବହୁତ କିଛି ଅଛି ଜାଣିବାର ଶିଖିବାର ସବୁ କିଛି ଅଛି ସେଥିରେ ଦର୍ଶକ ଜାଣିଛନ୍ତି ପୁରା ମାନେ ରୋମାଣ୍ଟିକ ଯୋଡ଼ି ତ କେମିତି କ'ଣ ଯୋଡ଼ି ସେ ବିଷୟରେ କ'ଣ କହିବେ କେମିତି ହେଇଥିଲା ସେଇଟା ତ ମୁଁ ଅନେକ ଥର କହିସାରିଛି ପାର୍ବତୀ କଲ୍ୟାଣ ଥିଲାବେଳେ ସେଇଟା ହେଇଥିଲା ଲଭ୍ ୱିଥ୍ ଆରେଞ୍ଜ ଦୁଇ ଜଣଙ୍କର ଆଉ ଅନେକ କଥା ମୁଁ ସେଇଟା ଆଗରୁ ବହୁତ ଥର କହିସାରିଛି କାରଣ ତାପରେ ଯାହା ଭାଗ୍ୟରେ ଝିଅ ଅଛି ସେଇଟା ତ ଆଉ ଆମେ କିଛି କରିପାରିବୁ ଭଗବାନଙ୍କ ଦାନ ସେ ଲଭ୍ ହୋଇଥିଲା ଲଭ୍ ଆରେଞ୍ଜ ତାଙ୍କ ଘର ଲୋକ ଆସି ଦେଖିଥିଲେ ଦେଖିଲା ପରେ ବାହାଘର ହେଇଥିଲା ତଥାପି ଭାଇ ନାଟକରେ ଅଭିନୟ କରୁଥିବା ସମୟରେ ନିଜ ଜୀବନସାଥୀ ସହିତ ଲଭ୍ ସଙ୍ଗ୍ କରିବା ଅଲଗା ହିରୋଇନ୍ ମାନଙ୍କ ସହିତ ଲଭ୍ ସଙ୍ଗ୍ କରିବା ତ ନିଜ ଜୀବନସାଥୀ ସହିତ ଲଭ୍ ସଙ୍ଗ୍ କରିବା କେମିତି କ'ଣ ନାଇଁ ସେମିତି କିଛି ଫିଲିଙ୍ଗସ୍ ନାହିଁ କାହିଁକି ଯେହେତୁ ଆମେ ଜଣେ କଳାକାର ଆମେ ପେଣ୍ଡାଲ ଉପରୁ ଚଢିଗଲା ପରେ ଆମେ ସମସ୍ତେ ସମସ୍ତଙ୍କ ଅଭିନୟରେ ହଜିଯାଉ ମୁଁ ଏଠି ମୁନା ଅଛି ପେଣ୍ଡାଲ ତଳେ ଉପରୁ ଚଢିବା ପରେ ମୋ କ୍ୟାରେକ୍ଟର ହଜିଯାଏ ସେଠି ଯିଏ ବି ହିରୋଇନ୍ ଥାଉ ମୋ ସ୍ତ୍ରୀ ଯିଏ ହେଇଥାଉ ସେ ନମିତା ହଉ ନିକିନା ହଉ ଦାଦା ହଉ ଯିଏ ଥାଆନ୍ତୁ କି ଅଲଗା ଯେକୌଣସି ନେତା ସେଠି ସମସ୍ତଙ୍କ ସାଙ୍ଗରେ ପରଫର୍ମାନ୍ସ କରିବାକୁ ସେଇଭଳିଆ କରିବାକୁ ପଡ଼ିବ ଯୋଉଠିକି ଯେମିତି ନିଜେ ସ୍ୱାମୀ ସ୍ତ୍ରୀ ଆମେ ବାହାରେ ଯେମିତି ପେଣ୍ଡାଲ ଉପରେ ସେମିତି ସେଠି ଅଭିନୟ କରିବାକୁ ପଡ଼ିବ କାରଣ ଦର୍ଶକ ସେଠି ଫିଲିଙ୍ଗସ୍ ଆସିଲେ ସେମାନଙ୍କ ହୃଦୟ ସ୍ପର୍ଶୀ ହେବ ଭାଇ ଯାତ୍ରା ସ୍ୱପ୍ନମହଲ ବହୁତ ସୁନ୍ଦର ଟିମ୍ ବହୁତ ହଲ୍ ଭିତରକୁ ଯେତେବେଳେ ଆମେ ଏଣ୍ଟ୍ରି କଲୁ ବହୁତ ସମସ୍ତେ ଜଣେ ଜଣେ ତାରକା ତ ବହୁତ ସୁନ୍ଦର ଲାଗିଲା ତ ଟିମ୍ ୱାର୍କ କେମିତି କ'ଣ ଚାଲିଛି ଟିମ୍ ୱାର୍କ ତ ନିଶ୍ଚିତ ଭଲ କାରଣ ମୁଁ ଏଇଟା କହିବିନି ଲୋକମାନେ କହିବେ କାରଣ ମୁଁ ଯେତେବେଳେ ଯୋଉ ପାର୍ଟିରେ ଆମର ଜାତୀୟ କଳାକାର ସବୁ ରୁହନ୍ତି ସମସ୍ତେ କେମିତି ଏକା ମନ ଏକା ଇଏ ନେଇକିନା କାମ କରିବେ ସେଥିପାଇଁ ସେ ଟିମ୍ଟାକୁ ମୁଁ ଆଗରୁ ଆରମ୍ଭରୁ ଗୋଟିଏ କପ୍ ଚାହା ହେଲେ ବି ଆମେ ସମସ୍ତେ ବାଣ୍ଟିକି ଖାଉ କିନ୍ତୁ ସମସ୍ତେ ଏକାଠି ନାଟକଟା ଭଲ ହବ ସମସ୍ତଙ୍କ ମନ ଖୁସି ରହିଲେ ନାଟକଟି ଭଲ ସମସ୍ତେ ସମସ୍ତଙ୍କୁ ଠିକ୍ କରିପାରିବେ ସେଥିପାଇଁ ଶୃଙ୍ଖଳିତ ଭାବରେ ଜୀବନଯାପନ କରିବାଟା କିଛି ଭୁଲ ନୁହଁ ତେଣୁ ଚାଲେ ସମସ୍ତଙ୍କୁ ନେଇ ଚାଲିବାକୁ ପଡ଼େ ଏଠି ଆଉ ଭାଇ ଆଉ ଗୋଟେ କଥା ଏଇ ବର୍ଷ ଯାତ୍ରା ସ୍ୱପ୍ନମହଲର ଯେତିକି ନାଟକ ଅଛି ସବୁ ନାଟକର ଗପ ଭଲ ଅଛି ଯଦି ଇନକେସ୍ ଆଗକୁ ଏମିତି କୌଣସି ନାଟକ ହବ ଆପଣ ସେଇ ନାଟକରେ ଅଭିନୟ କରୁଛନ୍ତି ଗପଟି ଭଲ ନ ଲାଗିପାରେ ତାହେଲେ ସେ ସମୟରେ ଆପଣ କ'ଣ କରିବେ ନାଇଁ ସେଇଟା ତ ଆମ ହାତର କଥା ନୁହଁ ରାଇଟର ଡିରେକ୍ଟର ମାନେ ଯାହା ଲେଖିଦେଇଥିବେ ସେଇଟାକୁ ଅଭିନୟ କରି ଫୁଟେଇବା ହେଉଛି ଆମ ଦାୟିତ୍ୱ କିନ୍ତୁ ଗୋଟେ କାହାଣୀଟା ଯଦି ସେମିତି କାହାଣୀ ହେଇନଥିବ ମଜବୁତ କାହାଣୀ ହେଇଥିବ ଲୋକଙ୍କ ହୃଦୟକୁ ସ୍ପର୍ଶ କରିନଥିବ ଆମେ ଯେତେ ପ୍ରକାର ଅଭିନୟ କଲେ ବି ଲୋକଙ୍କ ମନକୁ ଟଚ୍ କରିବ ତଥାପି ପେଣ୍ଡାଲ ଉପରେ ଆମକୁ ଅଭିନୟ କରିବାକୁ ପଡ଼ିବ ଯେମିତି ହଉନା କାହିଁ ଯାହା ହଉନା କାହିଁ ଅଭିନୟ କରିବାକୁ ଖରାପ ହଉ ଭଲ ହଉ ଲୋକ ଖରାପ କହିଲେ ବି ଅଭିନୟ କରିବାକୁ ପଡ଼ିବ ଆପଣ ଅଭିନୟ କରିଥିବା ଏମିତି କୋଉ ନାଟକ ଅଛି ଆପଣ ଏବେ ସୁଦ୍ଧା ସବୁ ନାଟକରେ ଅଭିନୟ କରି ଆସିଲେଣି ଏମିତି କୋଉ ନାଟକ ଅଛି କି ଯୋଉ ନାଟକକୁ ଆପଣ ଏବେ ବି ମନେ ରଖିଛନ୍ତି ବହୁତ ନାଟକ ଅଛି ମୋ ଜୀବନରେ ବହୁତ ନାଟକ ଆରେ ସ୍ୱାଭିମାନ ସାବଧାନ ରଙ୍ଗ ମଲ୍ଲେ କରିଦେଲି ତାପରେ ଆମର ଗୁପ୍ତ ସମ୍ପର୍କ ହେଇଥିଲା କେବେ ତମେ କେବେ ନା ମୁଁ ନା କେବେ ତମେ ନା କେବେ ମୁଁ ନା ଏଇ ପାଟରେ ଗୋଟେ ନାଟକ ଥିଲା ସେ ନାଟକ ସଙ୍ଗୀତ ସତୀ ସଙ୍ଗୀତା ତାପରେ କୋଣାର୍କ ନାଟକ ଥିଲା ପରେ ହେଇଥିଲା ଆମର କହିବା ଆଗର କାହାଣୀ ସରେ ସାତ ଟଙ୍କାର ସାନ ବହୁତ ଭଲ ଭଲ ନାଟକ ହେଇଛି ନାଟକରେ ଅଭିନୟ କରିଛି ପ୍ରାୟ ନାଟକ ସବୁ ଯାତ୍ରା ରଙ୍ଗମଞ୍ଚର ନାଟକ ସମ୍ମାନ ସାବଧାନ ବହୁତ ସୁନ୍ଦର ନାଟକ ଥିଲା ବହୁତ ସୁନ୍ଦର ନାଟକ ସେ ନାଟକ ଯେତେବେଳେ ଆପଣ ଅଭିନୟ କରୁଥିଲେ କେମିତି କ'ଣ ଲାଗୁଥିଲା ବହୁତ ସୁନ୍ଦର ନାଟକ ଯେହେତୁ ଥିଲା ସେ ନାଟକଟାରେ ଅଭିନୟ ହେଇଥାଏ କାରଣ ସେଇ ଯେତେବେଳେ ମୁଁ ସେ ନାଟକରେ ଅଭିନୟ କରୁଥିଲି ସେ ନାଟକରେ ସମସ୍ତ କ୍ୟାରେକ୍ଟର ଯାହା ଯାହା ନା ସେଇଆ ଥିଲା ସେଇ ଅନୁସାରେ ଅଭିନୟ କରିବାକୁ ପଡୁଥିଲା ସେଇ କ୍ୟାରେକ୍ଟର ଆଉ ମୋ ନାଟକ ମୁନା ହେଇଥିଲା ନମିତା ନମିତା ହେଇଥିଲା ମନୋଜ ହେଇଥିଲା ମନୋଜ ହେଇଥିଲା ଭଲ ଲାଗୁଥିଲା ନାଟକଟା କରିବା ନାଟକଟି ଷ୍ଟୋରି ଏତେ ସୁନ୍ଦର ଥିଲା ଯାହାଫଳରେ ଲୋକ ସକାଳକୁ ଝୁରୁଥିଲେ ଭାଇ କେମିତି କ'ଣ ଇଚ୍ଛା ହେଲା ନାଇଁ ଯାତ୍ରାକୁ ଯିବି ବୋଲି ଯେତେବେଳେ ଆପଣ ଯାତ୍ରାକୁ ଆସିଲା